ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା। ଇରାନ ରାଷ୍ଟ୍ରପତି ଇବ୍ରାହିମ ଇସିଙ୍କ ମୃତ୍ୟୁ। ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ। ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ। ହେଲିକପ୍ଟର ଦୁର୍ଘଟଣା ଫଳରେ ମିଳୁନଥିଲା ପତା। ଦୀର୍ଘ 20 ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମୃତଦେହ ମିଳିଥିବା ସୂଚନା ମିଳିଛି। ଏନେଇ ଇରାନ ଗଣମାଧ୍ୟମ ପକ୍ଷରୁ ଖବର ପ୍ରକାଶ ପାଇଛି। ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସମେତ ଇରାନ ବୈଦେଶିକ ମନ୍ତ୍ରୀ ହୋସେନ ଆମିର ଅବଦୁଲ୍ଲାୟାନଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହା ସହିତ ହେଲିକପ୍ଟର କ୍ରାଶରେ ଇରାନର ବହୁ ଅଧିକାରୀଙ୍କ ମଧ୍ୟ ମୃତ୍ୟୁ ଘଟିଛି। ରବିବାର ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଘନ କୁହୁଡ଼ି ହେତୁ ପାର୍ବତ୍ୟ ଅଞ୍ଚଳ ଦେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଇରାନର ରାଜଧାନୀ ତେହେରାନଠାରୁ ପ୍ରାୟ 600 କିଲୋମିଟର ଉତ୍ତର ଆଜେରବାଇଜାନ ଦେଶର ସୀମାରେ ଥିବା ସହର ଜୋଲାଫା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଯେଉଁଠାରେ ଦୁର୍ଘଟଣା ଘଟିଥିଲା ସେହି ସ୍ଥାନକୁ IRNA ବର୍ଣ୍ଣନା କରିଛି। ହେଲିକପ୍ଟର ଖୋଜିବା ପାଇଁ ଇରାନ ପକ୍ଷରୁ ଏୟାର ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳ ପଠାଯାଇଥିଲା।